ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 519 520। 519ରେ ପ୍ରଭୁ ଲେଖୁଛନ୍ତି, ଶୁମ୍ଭ ପ୍ରଥମେ କାଳୀଙ୍କୁ ହୃଦୟ ଏବଂ ଶରୀର ଦେଇ ଭଲ ପାଇଥିଲା। ତାପରେ ତାଙ୍କ ଉପରେ କୁପିତ ହୋଇ ଉଠିଲା ଓ ତାଙ୍କ ସହିତ ଯୁଦ୍ଧ କଲା। ତାପରେ ତାଙ୍କୁ କବଳକୁ ଆଣିଲା, ତାଙ୍କର କେଶ ଧରି ତାଙ୍କ ଶୂନ୍ୟରେ ନିଜ ଚାରିପାଖରେ 3 ଥର ବୁଲାଇଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କରି ଦ୍ୱାରା ହତ ହେଲା। ଏଗୁଡ଼ିକ ହେଉଛି ଅମରତ୍ୱ ଲାଭ କରିବା ସକାଶେ ପିଶାଚର 4ଟି ପାଦ, ଏବଂ ସେହି ସବୁଗୁଡ଼ିକ ମଧ୍ୟରେ ସର୍ବଶେଷ ପାଦଟି ହେଉଛି ଦୀର୍ଘତମ ଓ ସବୁଠାରୁ ଅଧିକ ଶକ୍ତିଶାଳୀ। ତ ଇଂରାଜୀରେ କହୁଛନ୍ତି, ଶୁମ୍ଭ ଫାଷ୍ଟ ଲଭଡ କାଲି with his heart and body, then was furious with her and fought her, at last prevailed against her, seized her by the hair and whirled her thrice round him in the heaven. The next moment he was slain by her. These are the Titan's 4 strides to immortality, and of them all the last is the longest and mightiest. ତେଣୁ ଜଣେ ବ୍ୟକ୍ତିର ସ୍ୱଭାବ ଯାହା ହୋଇଥାଉ ପଛକେ ଶେଷରେ ଯେକୌଣସି ପ୍ରକାର ହଉ ସିଏ ମାନେ ଦିବ୍ୟ ପରମ ସତ୍ତାଙ୍କ ପାଖକୁ ଆସିବ ହିଁ ଆସିବ, ସେ ଯୋଉ ପାଦ ନଉ ବା ଯୋଉ ଉପାୟ ଗ୍ରହଣ କରୁ। ତେଣୁ ଏଠି ସେ ଯୋଉ ପିଶାଚର ଯୋଉ 4ଟି ପାଦ ବା ସେ ଯୋଉ ବ୍ୟବହାର କରିଥିଲା, ସାଧାରଣତଃ ମଣିଷ ମାନେ ଆମେ ସେଇ ପ୍ରକାରର ଭିନ୍ନ ଭିନ୍ନ ପ୍ରକାରରେ ଆମେ ବଞ୍ଚିଥାଉ। ସେଗୁଡ଼ିକ ପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। କହିଲେ କ'ଣ? ପ୍ରଥମେ କହିଲେ ସେ ଲଭ୍ ୱିଥ୍ ହାର୍ଟ ଆଣ୍ଡ ବଡି, ମାନେ ଭଲ ପାଇବାରେ ଭଗବାନଙ୍କ ପ୍ରତି ଯଦି ଭଲ ପାଇବା ହୁଏ ହୃଦୟରୁ, ସେଠି ହୃଦୟ ଏବଂ ଶରୀର ଦେଇ ଯେତେବେଳେ ଜଣେ ଭଲ ପାଉଛି ସେ ଅମରତ୍ୱକୁ ବା ଦିବ୍ୟତାକୁ ଲାଭ କରିବ ନିଶ୍ଚୟ। ତାପରେ ସେ ସେକେଣ୍ଡଟା କରୁଛି କ'ଣ? ଫ୍ୟୁରି ଆଣ୍ଡ କନଫ୍ଲିକ୍ଟ, ତାଙ୍କ ଉପରେ କୁପିତ ହୋଇ ଉଠିଲା ଏବଂ ତାଙ୍କ ସହିତ ସେ ଯୁଦ୍ଧ କଲା। ଯେତେବେଳେ ଆମେ ପୂର୍ବରୁ ଆଲୋଚନା କରୁଥିଲେ ଭଗବାନଙ୍କ ସହିତ ଶତ୍ରୁତା କଲେ ମଧ୍ୟ ତୁମେ ଭଗବାନଙ୍କ ସହିତ ଯୁଦ୍ଧ କରିବ ଏବଂ ଯୁଦ୍ଧ କଲେ ତୁମର ମୁକ୍ତି, କାହିଁକିନା ଭଗବାନଙ୍କ ହାତରେ ମରିବ। କିନ୍ତୁ ତୁମକୁ ସେଇଭଳିଆ ଶତ୍ରୁ ହବାକୁ ପଡ଼ିବ ଯେମିତିକି ଭଗବାନ ତୁମକୁ ଆସି ହତ୍ୟା କରିବେ, ନହେଲେ ଯେକୌଣସି ଯାହା ଦ୍ୱାରା ସେ ଗୋଟେ ହତ୍ୟା କରିଦେବେ, ସେତେବେଳେ ମୁକ୍ତି ମିଳିବନି। ତାପରଟା ହେଉଛି ପ୍ରିଭେଲିଂ ଆଣ୍ଡ ସିଜିଂ ହର ବାଇ ଦ ହେୟାର, ମାନେ ଯୋଉ କେଶ ଧରି ତାଙ୍କୁ ଶୂନ୍ୟରେ ନିଜ ଚାରିପାଖରେ 3 ଥର ବୁଲାଇଥିଲା। ସାଧାରଣତଃ କ'ଣ ହୁଏ, ଯେତେବେଳେ ଇଗୋ ମାନେ ତାର ପରିପ୍ରକାଶ ଯୋଉ ଅହଙ୍କାର କୁ ନେଇକିରି ସେ ଯେତେବେଳେ ତାର ଚରମ ପରିପ୍ରକାଶ କରେ, ସେତେବେଳେ ସିଏ ମନେ କରେ ଯେ ଭଗବାନ ତାଠାରୁ ଅତି ନିମ୍ନରେ ଏବଂ ସିଏ ସବୁଠାରୁ ଊର୍ଦ୍ଧ୍ୱରେ। ସେ ସମୟରେ ମଧ୍ୟ କ'ଣ ହୁଏ, ଭଗବାନଙ୍କ ଦ୍ୱାରା ତୁମେ ନିହତ ହବ, ମୁକ୍ତି ପାଇବ। ଯେମିତି ଗୋଟେ ସମୟ ଆସିଲା ଯଦିଓ ଅସୁର ରାଜ ବଳି ବିଷ୍ଣୁ ଭକ୍ତ ଥିଲେ, କିନ୍ତୁ ଦାନ କରିବା ସେ ଏବଂ ଭକ୍ତି ଯଜ୍ଞ ସବୁ ସହିତ ସେ ଦାନ ଯେତେବେଳେ ଏତେ କରିଚାଲିଲେ, ତାଙ୍କ ଭିତରେ ସାତ୍ଵିକ ୟୁଗ ବୃଦ୍ଧି ପାଇଲା। ଅହଙ୍କାର ରୂପ ନେଲା ବା ତାର ଅନ୍ୟ ଏକ ରୂପରେ ଯେ ମୁଁ ଶ୍ରେଷ୍ଠ, ମୁଁ ଏମିତି ଦାନୀ, ଏମିତି ଇତ୍ୟାଦି ଇତ୍ୟାଦି, ସେଇଥିରେ ସିଏ ଏତେ ବୃଦ୍ଧି ପାଇଲା ଯେ ସାତ୍ଵିକ ୟୁଗ ତାକୁ କୁହାଯାଏ। ସାତ୍ଵିକ ୟୁଗ ତାର ବୃଦ୍ଧି ପାଇଲା। ତେଣୁ ସେଥିରେ କ'ଣ ହେଲା, ଭଗବାନ ଆସିଲେ ବାମନ ଅବତାରରେ ତାଙ୍କୁ
ପାତାଳଗାମୀ କରିଦେଲେ। କିନ୍ତୁ ସେ ଗୋଟେ ବର ମାଗିଲେ, କହିଲେ ଯେମିତି ପ୍ରଭୁ ମୁଁ ଆପଣଙ୍କର ଦର୍ଶନ ସବୁଦିନ କରୁଥିଲି, ଭୁଲ ବୁଝିପାରିଲା ଇଗୋର। ତେଣୁ ଇଗୋରେ ଯେତେବେଳେ ଚରମ ସୀମାରେ ପହଞ୍ଚେ, ସେତେବେଳେ ମଣିଷ ବା ଯୋଉ ଜୀବଜନ୍ତୁ ଭିତରେ ଅସୁର ସେତେବେଳେ ଯୋଉ ରୂପ ନେଇଥିଲା, ଆକ୍ଚୁଆଲି ଇଗୋ ବୃଦ୍ଧି ହେଲେ ତାକୁ ଅସୁର ହିଁ କୁହାଯାଏ, ଅସୁର ହିଁ କୁହାଯାଏ। ତେଣୁ ଅସୁର ସେତେବେଳେ ସମସ୍ତଙ୍କୁ ଯେମିତି ସେ ଭାବେ ତାର ସବୁ ତଳେ। ସେତେବେଳେ ସେଥିପାଇଁ ଏଠି ଯୋଉ କହୁଛନ୍ତି ଯେ ଚୁଟି ଧରିକି ସେ ନିଜ ଚାରିପଟେ 3 ଥର ବୁଲେଇଲା। ଶୁମ୍ଭ ନିଶୁମ୍ଭ ସେତେବେଳେ ଗୋଟେ ବର ପାଇଥିଲେ। ସେ ବର ହଉଛି କଣ? ସେ ମାଗିଲେ ଅମରତ୍ୱ, ତାଙ୍କୁ ଅମରତ୍ୱ ଦେବାକୁ ମନା କରାଗଲା। ତେଣୁ ସିଏ କହିଲେ ଯେ ଏମିତି ବର ଦିଅ ଯେ କୌଣସି ଦେବତାଙ୍କ ହାତରେ ମରିବେନି, ଯକ୍ଷ, ଗନ୍ଧର୍ବ, ମାନେ କୌଣସି ପୁରୁଷ ହାତରେ ସେ ମରିବେନି। ମାନେ ଦେବତାଙ୍କ ହାତରେ ମରିବେନି, ଯକ୍ଷ, ଗନ୍ଧର୍ବ, କୌଣସି ପୁରୁଷ ଦ୍ୱାରା ମରିବେନି। ସେତେବେଳେ ସିଏ ତାଙ୍କର ସେଇ ଦେଖନ୍ତୁ ଇଗୋର ଇଏ ଗୋଟେ ରୂପ। ସିଏ ମହିଳା ମାନଙ୍କୁ ନିଜ ଠାରୁ ନ୍ୟୁନ ମନେ କଲେ, ଦୁର୍ବଳ, ହତ, ମାନେ ଯେମିତି କହନ୍ତି ହତଭାଗା ଭଳିଆ ଯେମିତି କହନ୍ତି, ସେମାନେ ସବୁ ଦୁର୍ବଳ, ତାକୁ କହନ୍ତି କେମିତି କଣ, ମାନେ ସବୁ ବିନା ଆଶ୍ରୟ, ଯେମିତି କହନ୍ତି ନା ବିନା ଆଶ୍ରୟ ନ ବର୍ତ୍ତନ୍ତେ କବିତା ବନିତା ଲତା। ଏଇ ସବୁ ଗୁଡାକ ହଉଛି ଇଗୋର ଗୋଟେ ଗୋଟେ ରୂପ। ତାକୁ ବର୍ତ୍ତମାନ ଆଧୁନିକ ଭାଷାରେ କୁହାଯାଉଛି ମେଲ୍ ଇଗୋ ବୋଲି, ପୁରୁଷ ମାନଙ୍କର ମେଲ୍ ଇଗୋ ତାକୁ କୁହାଯାଏ। ସେମାନେ ମହିଳା ମାନଙ୍କୁ ତାଙ୍କ ଠାରୁ ନିଚା ଦେଖନ୍ତି। ତେଣୁ ସିଏ କହିଲେ ହେ ମହିଳା ମାନେ କଣ ମତେ ମାରିପାରିବେ? ତେଣୁ ସେ ସେଇଟାକୁ ମାଗିନାହିଁ। ମାଗିନି କାହିଁକି ନା ତା ଭିତରେ ସେ ସେନ୍ସ ଟା ରହିଛି ଯେହେତୁ, ତେଣୁ ସେ ତାକୁ ଭୁଲି ଯାଇଛି। ସେ କହୁଛି କେବଳ ପୁରୁଷ ମାନେ ହିଁ ଯୁଦ୍ଧ କଲେ ମତେ ହତ୍ୟା କରିପାରିବେ ନା। ତେଣୁ ସେଇ ମେଲ୍ ବିଙ୍ଗସ୍ ବୋଲି ସେ ମେଲ୍ ଇଗୋରେ ସେ ତାକୁ ମାଗି ନାହିଁ। ତେଣୁ ବର୍ତ୍ତମାନ ଯୋଉ ଶୁମ୍ଭ ନିଶୁମ୍ଭ ମହିଷାସୁରର ମାନେ ଅପରାଜୟ ଅପରାଜୟ ଯୋଦ୍ଧା ଥିଲେ, ସେନାପତି ଥିଲେ ତାର କାର ମହିଷାସୁରର। ତେଣୁ ସିଏ ଯେମିତି କହନ୍ତିନି ହେୟାର ରେ କେୟାର କାହାକୁ କରୁନଥିଲେ। ତାଙ୍କର ଚତୁର୍ଥ ପାଦ, ଯୋଉ 4ଟି ପାଦ କଥା କହିଲେ ନା, ଚତୁର୍ଥ ପାଦ କଣ କଲେ ଯେ ଯୋଉଟା କି ଇନଷ୍ଟାଣ୍ଟନିୟସ ଡେଷ୍ଟ୍ରକ୍ସନ, ସେଠି ଲେଖୁଛନ୍ତି ଇଂରାଜୀରେ ଦ ନେକ୍ସଟ ମୋମେଣ୍ଟ ହି ୱାଜ ସ୍ଲେନ୍ ବାଇ ହର। ଏଠି କହୁଛନ୍ତି କଣ ଯୋଉଟା ସେ ଲାଷ୍ଟକୁ ଲାଷ୍ଟ ଆଣ୍ଡ ମାଇଟିଏଷ୍ଟ ଷ୍ଟ୍ରାଇଡ୍, ଶେଷକୁ ସେ କହିଲା ଯେ ତାଙ୍କ ସହିତ ଯୋଉ ଯୁଦ୍ଧ କରୁଛନ୍ତି, ଯୋଉଥିରେ ଇଗୋର ସେଇ ଇଗୋର ଗୋଟେ ରୂପ ଯେ ମତେ କେହି ପରାଜିତ କରିପାରିବେ ନାହିଁ, ମୋ ଦ୍ଵାରା ସମସ୍ତେ କବଳିତ ହେଇକି ରହିବେ, ସବୁର ମୁଁ ହଉଛି ମାଲିକ, ସମସ୍ତେ ମୋ ଅଧୀନ। ଏଇ ପ୍ରବୃତ୍ତି ଫଳରେ, ଏଇ ପ୍ରବୃତ୍ତି ଫଳରେ ବି କେଜଣ ଅ କଣ କରନ୍ତି, ନିଜକୁ ଏତେ ବଡ ବୋଲି ମନେ କରନ୍ତି। କିନ୍ତୁ ଏଇ ପ୍ରବୃତ୍ତି ଫଳରେ ଯୋଉଟା ଲାଷ୍ଟ ଲେଖୁଛନ୍ତି ପ୍ରଭୁ କହୁଛନ୍ତି, ସେଇ ସବୁ ସର୍ବଶେଷ ପାଦଟି ହଉଛି ଦୀର୍ଘତମ, ସବୁଠାରୁ ଦୀର୍ଘତମ। କାହିଁକି ନା ସେଇ ଯୋଉ ଏଇ ଭାବରେ ବହୁତ ସମୟ ଲାଗିଯାଏ, ଦୀର୍ଘ ସମୟ ଲାଗିଯାଏ ଭଗବାନଙ୍କର ସହିତ ତମର ସମ୍ମୁଖ ଯୁଦ୍ଧ ହବା ପାଇଁ, ଯାହା ଫଳରେ ତମେ ମୁକ୍ତି ଲାଭ କରିବ। ଏଇ 4ଟି ପାଦ କଥା କହିଲେ, କିନ୍ତୁ ଆମେ ଏଥିରେ କଣ ମନେ ରଖିବା? ହୁଁ? ପ୍ରଥମ କଥା ସେ ଯୋଉଟା କହିଲେ ଯେ ମହିଳା ମାନେ ତାଙ୍କର
କିଛି କରିପାରିବେ ନାହିଁ ଯୋଉ ମାଗି ନଥିଲେ। ସେମିତି ତ କୌଣସି ପ୍ରକାରର ଆମ ଭିତରେ ବୃଥା ସ୍ଖଳନ, ବୃଥା ଗର୍ବ କାହାରିକୁ ବି ନିଜ ଠାରୁ ନିଚ ମନେ କରିବା, ଇଗୋର ସେଟା ଗୋଟେ ବଡ ଲକ୍ଷଣ। ସେ ସମସ୍ତଙ୍କୁ ନିଜ ଠାରୁ ନିଚା ମନେ ରଖେ। ଦେଖିବେ କେତେ ଜଣ ବ୍ୟକ୍ତି, ଆମେ ସବୁ କେତେଟା ଜାଗାରେ ଆପଣ ଦେଖିବେ, ସେମାନେ କଣ କରନ୍ତି, ଯୋଉଠି ଲୋକ ଅଧିକ ଥିବେ ସେଇଠି ଟିକେ ମୁରବିପଣିଆ ଦେଖେଇବେ, ମାଲିକପଣିଆ ଦେଖେଇବେ, କହି ହେବେ। ହୁଁ, ଯୋ ଦ୍ୱାରା ଲୋକ ଜାଣିବେ ହଁ ଇଏ ତାଙ୍କ ମାଲିକ ବୋଲି। ଇଏ ହଉଛି ସେଇଆ ଯେ ଜଣକୁ ଅନ୍ୟ ମାନଙ୍କୁ ନିଜର ଅଧୀନସ୍ଥ କରିବା। ଏଇଟା କହୁଛନ୍ତି ବେଶୀ ଲଙ୍ଗେଷ୍ଟ ୱେ ବୋଲି, କହିଲେନି ଦୀର୍ଘତମ। ଏଇଟା ଦୀର୍ଘତମ ମାନେ ସମୟ ଲାଗେ। ସେ ସମସ୍ତଙ୍କୁ ଅଧୀନସ୍ଥ କରି ରଖିବା ପାଇଁ, ନିଚା ଦେଖେଇବା ପାଇଁ, ଯୋଉମାନଙ୍କୁ ତମେ ଗୁରୁତ୍ୱ ଦଉଥିବ, ସେ ଜାଣି ଶୁଣିକି ସମସ୍ତଙ୍କ ସମ୍ମୁଖରେ କଣ କରିବେ, ତାକୁ ହିଁ ତାଙ୍କ ନିଜର ବ୍ୟକ୍ତିଗତ କାମ କରିବା ପାଇଁ ଗୋଟେ କଣ କହିବେ ବା ଏମିତି କରିବେ ଯେମିତି ସେ କାମ କରିବ। ତା ଫଳରେ ସେ ମୁଁ ବଡ, ଦେଖ ତମେ ଯାହାକୁ ବଡ ବୋଲି କହୁଛ ସେ ମୋ ପାଖରେ କେତେ ସାନ। ଏଇ ପ୍ରକାରର ଏକ ବୃଥା ପ୍ରୟାସ ସେମାନେ କରନ୍ତି, ଇଗୋ କରନ୍ତି। ଆମେ ସତର୍କ ରହିବା, ଆମ ଭିତରେ ସେ ପ୍ରକାର ଭାବ ଅଛି କି। ଏବଂ ଯୋଉଟା ଡିଜାୟାର, ଆଙ୍ଗର, ଇଲ୍ୟୁଜନ ଅଫ କଣ୍ଟ୍ରୋଲ, ମାନେ ଦେଖ ମୋ ଉପରେ ନିଜ ଉପରେ ନିୟନ୍ତ୍ରଣ ଅଛି ବୋଲି ମୁଁ ଏମିତି କରିପାରୁଛି, ଏଇ ପ୍ରକାର ଏକ ଆମ ଭିତରେ ମାୟା ବା ମିଥ୍ୟା ଗୋଟେ ପ୍ରଲୋଭନର, ମିଥ୍ୟା ପ୍ରଲୋଭନ ନିଜ ପାଖରେ ଥାଏ ଯେ ଦେଖ ମୋ ପାଖରେ କେତେ ଲୋକମାନେ ମୋ କଥା ମାନୁଛନ୍ତି, ମୋ ପାଖରେ ମୁଣ୍ଡ ନୁଆଉଛନ୍ତି। ମୁଁ ସେତିକି ନିଜ ଉପରେ ମୋର ସାମର୍ଥ୍ୟ ରହିଛି, ନିଜ ଉପରେ ନିୟନ୍ତ୍ରଣ ଅଛି, ତେଣୁ ତ ଲୋକମାନେ ମୋ ଅଧୀନରେ ରହୁଛନ୍ତି। ଏ ଯେ ଇଲ୍ୟୁଜନ, ଏ ଇଲ୍ୟୁଜନରୁ ଆମେ ମୁକ୍ତ ରହିବା। କୌଣସି ପ୍ରକାରରେ ବି ଇଗୋ ଯେମିତି ମତେ କବଳିତ ନ କରେ। ଏବଂ ମନେ ରଖିବା, ଫାଇନାଲି ଇଗୋର ଡେଥ ହବ ହିଁ ହବ। ଏଠି ମା ଶିଶୁ କହିଲେ ସର୍ବଶେଷରେ ସିଏ ଦିବ୍ୟ ପରମ ସତ୍ତାଙ୍କ ପାଖକୁ ଆସିବ ହିଁ ଆସିବ। ଏଇଠି ଆମେ ଭାବିବା ବା ମନେ ରଖିବା, ଭାବିବାନି, ମନେ ରଖିବା, ଭାବିବା ମାନେ ନିଜକୁ ନିଜେ ଭାବିବା ଯେ ଅନ୍ୟମାନଙ୍କୁ ଅଧୀନସ୍ଥ କରିବା, ନିଜ କବଳକୁ ଆଣିବା, ଏଇଟା ବହୁତ ସମୟ ଲାଗିବ। ଆ ଫଳରେ ତମେ ଭଗବାନଙ୍କ ସହିତ ଯୋଉ ଶତ୍ରୁତା ଆସିବ ଏବଂ ତାଙ୍କୁ କବଳିତ କରିବାକୁ ଚେଷ୍ଟା କରିବ, ତାପରେ ସେ ତମକୁ ହତ୍ୟା କରିବେ, ଏଇଟା ବହୁତ ଦୀର୍ଘତମ ଲାଗିବ। ତେଣୁ ଆମେ କାହିଁକି ଅନ୍ୟମାନଙ୍କୁ ନିଚା ଦେଖେଇବା, ନିଜକୁ ଉଚ୍ଚା ଦେଖେଇବା, ହେୟ ଜ୍ଞାନ କରିବା। ଏବଂ ଯୋଉ କେଶ ଧରିକିରି ଚାରି ପାଖରେ ବୁଲେଇବା, ତା ମାନେ ତାଙ୍କ ସହିତ ବି ସେ ଶତ୍ରୁତା ହଉ ବା ତାଙ୍କ ଉପରେ, ତାଙ୍କ ସହିତ ଯୁଦ୍ଧ କରିବା ହଉ, ଇଏ ସବୁ ସେତିକି ସାହସ, ସେତିକି ତୀବ୍ରତା, ସେତିକି ନିଷ୍ଠାପରତା ନ ରହିଲେ ପ୍ରଭୁଙ୍କ ବିରୁଦ୍ଧରେ ଠିଆ ହେବା ସମ୍ଭବ। ଆମର କମର ଭାଙ୍ଗିଦବା ପାଇଁ ସାମାନ୍ୟ ଝଡଝଞ୍ଝା ବି କାଫି। ତାଙ୍କର ରୌଦ୍ର ରୂପ ତ ବହୁତ ପଛର କଥା, କିନ୍ତୁ ଯୋଉ ଅସୁର ମାନେ ସେ ଲେବୁଲ ପର୍ଯ୍ୟନ୍ତ ଉଠନ୍ତି, କେତେ ବର୍ଷ ଲାଗିଯାଏ ଚିନ୍ତା କରନ୍ତୁ। କେତେ ଜଣଙ୍କର କେତେ ଯୁଗ ଲାଗିଯାଇଛି। ତେଣୁ ଭଗବାନଙ୍କୁ ମୋର ପ୍ରାପ୍ତ କରିବାର ଅଛି। ଯଦି ପ୍ରାପ୍ତ କରିବାର ଅଛି, ମୁଁ କାହିଁକି ଲଙ୍ଗ ୱେକୁ ବା ଲମ୍ବା ବାଟକୁ ବାଛିବି। ପ୍ରେମିକ ସେ ହଉଛନ୍ତି ଦିବ୍ୟ ପ୍ରେମିକ। ଯଦି ମୁଁ ସେଇ ଦିବ୍ୟ ପ୍ରେମିକ ଭାବରେ ତାଙ୍କ ସହିତ ମୁଁ ସମ୍ପର୍କ କରେ, ତେବେ ଦିବ୍ୟ ପରମ ସତ୍ତା ମୁଁ ଶୀଘ୍ର ପାଇବି, କାହିଁକି ଅନ୍ୟ ବାଟ ଧରିବି। ସେଥିପାଇଁ ଜ୍ଞାନ 520ରେ କହୁଛନ୍ତି, ଭୟଙ୍କର ଶକ୍ତି ଏବଂ କୋପଯୁକ୍ତ ପ୍ରେମ ରୂପେ ଉଦ୍ଘାଟିତ କୃଷ୍ଣଙ୍କର ରୂପ ହେଉଛି କାଳି। ଶରୀର ପ୍ରାଣ ତଥା ମନ ଭିତରେ ରହିଥିବା ଆତ୍ମସତ୍ତାକୁ
ସେ ଆପଣାର ଭୟଙ୍କର ଆଘାତ ଗୁଡ଼ିକ ଦ୍ୱାରା ସଂହାର କରନ୍ତି, ଯେପରିକି ତାହା ବିମୋଚନ ଲାଭ କରି ଶାଶ୍ୱତ ଚିନ୍ମୟତାରେ ପରିଣତ ହୋଇପାରିବ। କୃଷ୍ଣଙ୍କର ଯୋଉ ଲାଳିତ୍ୟମୟ ରୂପ, କ୍ରୀଡ଼ା ମାନେ କ୍ରୀଡ଼ାରତ ପ୍ରେମୀ ରୂପ ଆମେ ଦେଖିଛନ୍ତି, କିନ୍ତୁ ସେ ଯେତେବେଳେ କୌଣସି ଏକ ସତ୍ତା ବା କୌଣସି ଏକ ଶକ୍ତି ଯିଏ ବିରୁଦ୍ଧରେ ଠିଆ ହେଇଛି, ସତ୍ୟର ବିରୁଦ୍ଧରେ ଠିଆ ହେଇଛି, ତାକୁ ସେ ଯେତେବେଳେ ସଂହାର କରନ୍ତି, ସେତେବେଳେ ତାଙ୍କର ଭୟଙ୍କର ରୂପ, ପ୍ରେମଯୁକ୍ତ ଭୟଙ୍କର ରୂପ, ସେଇଟାକୁ ଆମେ ଅନେକ ସମୟରେ କାଳି ବୋଲି ଗ୍ରହଣ କରନ୍ତି। ଭୟଙ୍କର ଶକ୍ତି ଆଉ କୋପଯୁକ୍ତ, କିନ୍ତୁ ୱିଥ ଲଭ୍, ଗ୍ରେଟ୍ ଲଭ୍। କିନ୍ତୁ କଥା ହଉଛି, ଆମେ ସେଇ କାଳି ରୂପ ପର୍ଯ୍ୟନ୍ତ ଅପେକ୍ଷା କାହିଁ କରିବା? ଏବଂ ଏଠି ଆଉ ଗୋଟେ କଥା ବି ତା ସହିତ କହୁଛନ୍ତି, ପ୍ରକୃତରେ ଆମ ଭିତରେ ସିଏ ହିଁ କଣ କରନ୍ତି, କାଳିର ରୂପ ଧାରଣ କରି ମୋ ଭିତରେ ଯିଏ ମନ ପ୍ରାଣ ଶରୀରକୁ ନିଜର ଆତ୍ମସତ୍ତା ବୋଲି ମନେ କରୁଛି, ତାକୁ ସେଇ ଅଂଶ ଗୁଡ଼ିକୁ ସେ ଆଘାତ କରନ୍ତି, ତାକୁ ସଂହାର କରନ୍ତି, ଯେପରିକି ସେ କଣ ହବ, ଶାଶ୍ୱତ ଚିନ୍ମୟତାରେ ପରିଣତ ହୋଇପାରିବ। ସେହି ହଉଛନ୍ତି କାଳି, ସେହି ହଉଛନ୍ତି କୃଷ୍ଣ। କାଳି ରୂପରେ ସେ କଣ କରୁଛନ୍ତି, ମୋର କ୍ଷୁଦ୍ର ଅହଂକୁ, ଯିଏ ଭାବୁଛି ବହୁତ ବଡ ବିଶାଳ, ତାକୁ ସେ କଣ କରନ୍ତି, ଦମନ କରିବା ପାଇଁ, ଅନ୍ତର୍ହିତ କରିଦବା ପାଇଁ ସେ ଅନେକ ପ୍ରକାରର ଆଘାତ ମଧ୍ୟ ଦିଅନ୍ତି। ତେଣୁ ବିଶ୍ୱବୋଧର ଯଥାର୍ଥ ସାମର୍ଥ୍ୟ ଲାଭ କରିଥିବା ଏକ ଆଲୋକମୟ ସ୍ଫୁଲିଙ୍ଗ ଲାଗି ବାଟ ଛାଡ଼ି ଦେଉଥିବାର ଦେଖିଲେ ଆମେ କଣ ପ୍ରକୃତରେ କୌଣସି ଅଭିଯୋଗ କରିବା? କାରଣ ଏଇ ଯେତେ ଗୁଡେ କାର୍ଯ୍ୟ ସେ କରୁଛନ୍ତି, ସେ ସବୁ ଆମକୁ ସେଇ ପରମାନନ୍ଦଙ୍କ ଆଡକୁ ଯାତ୍ରା କରି ନେବା ପାଇଁ ସେ ତ ଚେଷ୍ଟା କରୁଛନ୍ତି। ଯୋଉଦିନ ଆମେ ଏହାକୁ ହୃଦୟଙ୍ଗମ କରିବା, ଆଉ ଅଭିଯୋଗ କରିବା, ଆଉ କହିବା ଯେ ଭଗବାନ ମୋ ପ୍ରତି ନିଷ୍ଠୁର ହେଲେ, ଆଉ କୋଉଠି କହିବି? ଆକ୍ଚୁଆଲି ନିଷ୍ଠୁରତା ପଶ୍ଚାତରେ ଯୋଉ ତାଙ୍କର ପ୍ରେମ ଭାବ ରହିଛି, ତାକୁ ଦେଖିବା ପାଇଁ ଆମକୁ ଆଗ ସମର୍ଥ ହେବାକୁ ପଡିବ। ଯୋଉଦିନ ତାକୁ ଦେଖିବା ପାଇଁ ଆମେ ସମର୍ଥ ହବା, ସେଇଦିନ ଆମେ ଅହଂର କବଳରୁ ମୁକ୍ତ ହବା ପାଇଁ ଗୋଟିଏ ପାହାଚ ଆଗେଇ ଗଲେ ଏବଂ ଅହଂର ଅନ୍ତର୍ହିତ ନିଶ୍ଚୟ ହେବ, ନିଶ୍ଚୟ ହେବ। ଇଏ ଥିଲା ଜ୍ଞାନ 519 ଆଉ 520 ର କଥା। ମା, ଥ୍ୟାଙ୍କ ୟୁ ଅଲ୍।